ଦୂର ହୋଇଗଲା ଭାଇର ପାଗଳାମି। 1936 ମସିହା ଡିସେମ୍ବର 3 ତାରିଖରେ ପାର୍ସୀ ସମ୍ପ୍ରଦାୟର ଏହି ଭକ୍ତଙ୍କ ସାକ୍ଷାତକାର ନରସିଂହ ସ୍ୱାମୀ ନେଇଥିଲେ। ଏଥିରେ ସେ ଯାହା କହିଥିଲେ ତାହା ଅବିକଳ ଭାବରେ ଏଠାରେ ଉପସ୍ଥାପନ କରାଗଲା। 1913 ମସିହା କଥା। ବାବାଙ୍କୁ ଦର୍ଶନ କରିବା ପାଇଁ ମୁଁ ପ୍ରଥମ ଥର ଶିରିଡ଼ି ଆସିଥାଏ। ମୋର ଆଗମନର କାରଣ ମଧ୍ୟ ଥିଲା। ମୋ ବଡ଼ ଭାଇ ପାଗଳାମି ରୋଗରେ ପୀଡ଼ିତ ଥିଲେ। ଡାକ୍ତରମାନେ ତାଙ୍କୁ ଭଲ କରିପାରିଲେ ନାହିଁ। ଏହି ସମୟରେ ମୋର କିଛି ବନ୍ଧୁ କହିଲେ ଯେ ଯଦି ତାଙ୍କୁ ନେଇ ମୁଁ ଶିରିଡ଼ି ଯାଇ ବାବାଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ଭିକ୍ଷା କରେ ତେବେ ସେ ଭଲ ହୋଇଯିବେ। ତେଣୁ ତାଙ୍କୁ ସାଥିରେ ନେଇ ମୁଁ ଶିରିଡ଼ି ଆସିଥାଏ। ବାବାଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେବା ପରେ ସେ ସାମାନ୍ୟ ଭଲ ହୋଇଗଲେ। ଏଥର ଶିରିଡ଼ି ଛାଡ଼ି ଯିବା ପାଇଁ ଆମକୁ ଆଦେଶ ହେଲା। ଆମେ ମୁମ୍ବାଇ ଫେରିବା ପରେ ପୁଣି ତାଙ୍କର ପାଗଳାମି ଆରମ୍ଭ ହେଲା। ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲେ। ଏହି ପରିସ୍ଥିତିରେ ମୁଁ କ'ଣ କରିବି ବୋଲି ପ୍ରଶ୍ନ କରି ବାବାଙ୍କ ନିକଟକୁ ପତ୍ର ଲେଖିଲି। ଭାଇଙ୍କୁ ଶିରିଡ଼ି ଯିବା ନିମନ୍ତେ ଆଦେଶ ଆସିଲା। ମୁଁ ଭାଇଙ୍କୁ ନେଇ ଶିରିଡ଼ି ଗଲି ଏବଂ ସେଠାରେ ତାଙ୍କୁ ଛାଡ଼ିଦେଇ ମୁମ୍ବାଇ ଫେରିଆସିଲି। ଶ୍ରୀ ଅମିଦାସ ମେହେଟ୍ଟା ଶିରିଡ଼ିରେ ତାଙ୍କର ଦେଖାଚାହାଁ କଲେ। ଏଥିପାଇଁ ଅମିତ ମେହେଟ୍ଟାଙ୍କ ପାଖକୁ ପ୍ରତି ମାସରେ ମୁଁ 30 ଟଙ୍କା କରି ପଠାଉଥିଲି। ସେଠାରେ ଭାଇ କିଛି ମାସ ରହି ବାବାଙ୍କର ଆଳତୀ ଦର୍ଶନ, ଉଦି ଏବଂ ଆଶୀର୍ବାଦ ଲାଭ କରି ଭଲ ହୋଇଗଲେ। ଯାହା ଡାକ୍ତର, ଔଷଧ ଏବଂ ଚିକିତ୍ସା ଭଲ କରିପାରିଲା ନାହିଁ, ବାବାଙ୍କ ଦୟାରୁ ସେ ଭଲ ହୋଇଗଲେ। ଏହାପରେ ବାବାଙ୍କ ଉପରେ ମୋର ଅଗାଧ ବିଶ୍ୱାସ ଆସିଗଲା। ମୁଁ ବାବାଙ୍କର ଏକ ଫଟୋ ମୋ ଘରେ ରଖି ପୂଜା କଲି। ବାବା ସଶରୀରେ ଥିବାବେଳେ ତାଙ୍କୁ ଦର୍ଶନ କରିବାକୁ ମୁଁ ଶିରିଡ଼ି ଯାଉଥିଲି। ତାହା ଥିଲା ପାର୍ଥିବ ସ୍ୱାର୍ଥ ହାସଲ ନିମନ୍ତେ, କାରଣ ସେତେବେଳେ ମୁଁ ଯୁବକ ଥିଲି। ମୁଁ ସେଠାରେ କିଛି ମାସ ରହି ବାବାଙ୍କର ଆଳତୀ ଦର୍ଶନ, ଉଦି ଏବଂ ଆଶୀର୍ବାଦ ଲାଭ କରି ଭଲ ହୋଇଗଲି। ସାଇବାବାଙ୍କର ଆଶୀର୍ବାଦଟି କିପରି ଥିଲା କମେଣ୍ଟସରେ ଲେଖି ଜଣାଇବେ ଏବଂ ଏହାକୁ ସବସ୍କ୍ରିପସନ୍ କରିବେ, ଲାଇକ୍ ମଧ୍ୟ କରିବେ। ଧନ୍ୟବାଦ। ସାଇରାମ ସାଇରାମ।